ଦୟା ଆଶ୍ରମ ରାସ୍ତାରେ ପ୍ରାୟ 2 ସପ୍ତାହ ତଳେ ତ୍ରିଲୋଚନ କାନୁନଗୋଙ୍କର ଗୋଟେ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ଆଉ ଗତକାଲି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କର ଏକ ପ୍ରତିମୂର୍ତ୍ତିକୁ ଅନାବରଣ କରାଗଲା। ଏ ଦୁଇ ଜଣ ଯାକ ଆମେ ଯଦି କହିବା ତାହେଲେ କଟକ ସହର ପାଇଁ ସେମାନଙ୍କର ଅବଦାନ ବେଶ ଅଧିକା। କାଲି ସେପଟେ ଗଲାବେଳକୁ ଦୁଇ ଜଣ ଆଜିର ପିଢ଼ିର ପିଲା କଥା ହେଉଛନ୍ତି ଯେ ଅନେକ ଗୁଡ଼ିଏ ମୂର୍ତ୍ତି ଏଠି ସ୍ଥାପନ ହେଲାଣି, ଏମାନେ ସବୁ କିଏ? ତା ଭିତରୁ ଜଣେ କହୁଛି ତ୍ରିଲୋଚନ କାନୁନଗୋଙ୍କ ଯେଉଁ ମୂର୍ତ୍ତି ପ୍ରତିଷ୍ଠା ହେଲା ସେଦିନ ବଡ଼ ବଡ଼ ଲୋକ ଆସି କହୁଥିଲେ ଯେ କଟକ ସହରରୁ ମଶାକୁ ସେ ଲୋପ କରିଦେଇଥିଲେ, ଆଉ ମଶା ମାରିବାରେ, ମଶାର ବଂଶ ଶେଷ କରିବାରେ ତାଙ୍କର ବହୁତ ଅବଦାନ ଥିଲା। ସତ କହିଲେ ତ୍ରିଲୋଚନ କାନୁନଗୋ କଟକ ପାଇଁ ବହୁତ କିଛି କରିଥିଲେ, କିନ୍ତୁ ଲୋକମାନେ ଆଜି ପର୍ଯ୍ୟନ୍ତ ସେଇ ମଶାର ବଂଶର ନିପାତ ପାଇଁ ସେ ଯେଉଁ ଔଷଧ ବ୍ୟବହାର କରୁଥିଲେ, ବାହାରୁ ଆଣିଥିଲେ, ସେଇଟାକୁ ହିଁ ସମସ୍ତେ ମନେ ରଖିଛନ୍ତି। ପୁଣି ଆଉ ଜଣେ ବସନ୍ତ ବିଶ୍ୱାଳଙ୍କ ସମ୍ପର୍କରେ କହୁ ଯୁବପିଢ଼ିର ଯେଉଁ ଯୁବକ ଜଣକ କହିଲେ ବସନ୍ତ ବିଶ୍ୱାଳ କଟକର ବିଶ୍ୱକର୍ମା, ଏ କଥା କାଲି ନେତାମାନେ କହୁଥିଲେ। ସେ ଯୁବପିଢ଼ି ଯାହା ଶୁଣିଛନ୍ତି, ଅଳ୍ପ ଶୁଣିଛନ୍ତି, ତାହା ସତ। କାରଣ ବସନ୍ତ ବିଶ୍ୱାଳ ହେଉଛନ୍ତି ସେଇ ନେତା ଯିଏ କଟକରେ ରିଙ୍ଗ ବନ୍ଧ, ଯେଉଁଠି ଆମେ ଅତି ସହଜରେ ଏବେ ଯିବା ଆସିବା କରୁଛନ୍ତି, 2 ଥାକିଆ ରିଙ୍ଗ ବନ୍ଧ ଯେଉଁଟା ହେଲା କାଠଯୋଡ଼ିରୁ ଆରମ୍ଭ କରି ମହାନଦୀ ଚାରିପଟେ ଗୋଲେଇ, ତାର ସେ ହେଉଛନ୍ତି ବିନ୍ଧାଣୀ, ସେ ହିଁ କରିଥିଲେ। ଆଜି ଯଦି ବସନ୍ତ ବିଶ୍ୱାଳଙ୍କର ସେ ରିଙ୍ଗ ରୋଡ଼ ନଥାନ୍ତା ତାହେଲେ କଟକ ଯେ କେଉଁ ଅବସ୍ଥାରେ ଟ୍ରାଫିକ୍ ସମସ୍ୟାରେ ଯୁଝୁଥାନ୍ତା ସେ କଥା ସମସ୍ତେ ଅନୁମାନ କରିପାରିବେ। ଇଣ୍ଡୋର ଷ୍ଟାଡ଼ିୟମ୍ ଯାହାକୁ ଦେଖିଲେ ଭାରତର କାହିଁକି ଦେଶ ବିଦେଶର ଯେଉଁ ଖେଳାଳିମାନେ ଆସନ୍ତି ଏବେ ଖୁସି ହେଉଛନ୍ତି ଯେ ଏତେ ସୁନ୍ଦର ଇଣ୍ଡୋର ଷ୍ଟାଡ଼ିୟମ୍ 80 ଦଶକରେ ଜଣେ କରିପାରନ୍ତି, ତାହା ମଧ୍ୟ ମନେ ରହିବ ବହୁତ ଦିନ। ସେପଟେ ଓଭରବ୍ରିଜ୍ କଲେଜ ଛକରେ ଯେଉଁଟା ହେଇଛି ରାଜ୍ୟର ପ୍ରଥମ ଓଭରବ୍ରିଜ୍, ଯାହା ଉପରେ ଦେଇକି ଆମେ ସହଜରେ ଜାତୀୟ ରାଜପଥକୁ, ରେଲୱେ ଷ୍ଟେସନକୁ, ଛତ୍ର ବଜାରକୁ, ମାଲଗୋଦାମକୁ ଯାଉଛନ୍ତି। ବିଳମ୍ବ ହେଉ ବରଂ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ଏଇ ଦୁଇ ନେତା, ବିଶେଷ କରି ବସନ୍ତ ବିଶ୍ୱାଳ ଆଉ ତ୍ରିଲୋଚନ କାନୁନଗୋ, ସେମାନଙ୍କର ଅବଦାନ କଟକ ସହର ପାଇଁ।